ସତରେ ଏ ପରିସ୍ଥିତି ଦେଖିଲେ କାନ୍ଦ ଲାଗୁଛି। ଯାହାକି ଆମେ ଯାଇଥିଲୁ ଗୋଟେ ଅଞ୍ଚଳରେ ସର୍ଭେ କରିବାକୁ। ସେ ସର୍ଭେରେ ଦେଖିଲୁ ଯେ ବିଲରେ ଧାନ ଗୁଡ଼ିକ ଏଭଳି ଭାବରେ ଶୋଇଛି, ଯାହାକି ଚାଷୀଟି ଯଦି ଦେଖିବ ନିଶ୍ଚୟ ଭାବରେ କାନ୍ଦି ଉଠିବ। ଏପରି ଏକ ସୁନା ଫସଲ ଯାହାକି ବିଲରେ ହସୁଥିଲା, ଏ ଅଦିନିଆ ବର୍ଷା ତାକୁ ଉଜାଡ଼ି ଦେଇଛି। ଆପଣମାନେ ଦେଖିପାରୁଥିବେ ଧାନର ପରିସ୍ଥିତି କିଭଳି ହେଇଛି, କି ରଙ୍ଗ ଥିଲା, କିଭଳି ରଙ୍ଗ ହେଇଛି। ଏ ପରିସ୍ଥିତି ନିଶ୍ଚୟ ଭାବରେ ସରକାର ଏହାର এই ପରିସ୍ଥିତିର ଉପଚାର କରିବା ଦରକାର। କାରଣ ଯେହେତୁ ଚାଷୀର ନିଶ୍ଚୟ ଭାବରେ ଏ ଫସଲଟି ନଷ୍ଟ ହେଇଛି ଏବଂ ଫସଲ ନଷ୍ଟ ହେବା ଫଳରେ ଚାଷୀଟି ମନ ଭାଙ୍ଗି ଦେଇଛି, ତା ଅଣ୍ଟା ଭାଙ୍ଗି ଯାଇଛି। ଯାହାଫଳରେ ତା ମନରେ ଯେଉଁ ସୃଷ୍ଟି ହେଇଛି ଭ୍ରମ, ଧାନ ଆଉ ଘରକୁ ଯିବ ନାହିଁ। କ'ଣ ହେଇଛି ପରିସ୍ଥିତି, ପାଣି ବିଲରେ ମଧ୍ୟ ଠିଆ ହେଇଛି। ଦେଖିପାରୁଥିବେ ଆପଣମାନେ ଏହିଭଳି ପରିସ୍ଥିତି ଅବସ୍ଥାରେ ବର୍ତ୍ତମାନ ଧାନ ଗଛ ଗୁଡ଼ିକ ସବୁ ଶୋଇପଡ଼ିଛି, ଯାହାକି ଏବେ କଟା ହେଇଥାନ୍ତା ଏବଂ ପାଚିଲା ଧାନ ବିଲରେ ଶୋଇଛି। ଧାନ ଗୁଡ଼ିକ ଯେମିତି ଲାଗୁଛି ଇଏ ଆଉ ଘରକୁ ଯିବ ନାହିଁ। ଯାହାକି ନ୍ୟୁଜ୍ରେ ବାରମ୍ବାର କହୁଛି ଯେ ପୁନର୍ବାର 24 ତାରିଖ ଆଉ 27 ତାରିଖ ଯେମିତି ବର୍ଷା ଅଛି, ଲାଗୁଛି ବୋଧହୁଏ ଧାନ ଆଉ ଘରକୁ ଯିବ ନାହିଁ। ଦାଉ ସାଜୁଛି। ଧାନ ଏମିତି ହେଇଥିଲା ଯେ ମନ ଛାଡ଼ୁ ନଥିଲା ବିଲକୁ ଘରୁ ଯିବାକୁ। ଧାନର ପରିସ୍ଥିତି ବର୍ତ୍ତମାନ ଏମିତି ହେଇଯାଇଛି, ଯାହାକି ଦେଖିଲେ କାନ୍ଦ ଲାଗିବ। କିଛି ବିଲରେ ଟୋଟାଲ ଧାନ ଶୋଇପଡ଼ିଛି, ଆଉ କେମିତି ଏମିତି ଦେଖନ୍ତୁ ଅଧା ଶୋଇବା ଅବସ୍ଥାରେ ଅଛି, ଯାହାଫଳରେ ପବନରେ ମଧ୍ୟ ଶୋଇପଡ଼ିବ। ଆଉ ଏମିତି ମଧ୍ୟ ପରିସ୍ଥିତି ହେଇଛି ଗୋଟେ ଗୋଟେ ଜାଗାରେ ଧାନ କାଟି ଦେଇଛନ୍ତି ଏବଂ ଧାନ କାଟିବା ଉପରେ ପାଣି ଚାଲିଛି, ଯେଉଁଟାକି ପାଣି ରହିଲେ ମାନେ ଆପଣମାନେ ଜାଣିଥିବେ କଞ୍ଚା ଧାନ ପାଣି ରହିଲେ ନିଶ୍ଚୟ ଭାବରେ ଗଜା ହେଇଯିବ ଏବଂ ସେହି ପରିସ୍ଥିତିରେ ସେ ଧାନ ଗୁଡ଼ିକ ବିକ୍ରି ହେଇପାରିବ ନାହିଁ। ଯାହା ଚାଷୀଟି କେତେ ଆଶା କରିକି ଦେଖିପାରୁଥିବେ, ଚାଷୀ କେମିତି ଧାନ ବିଲରେ ଧାନ ପୁରା ପାରି ହେଇ ଶୋଇପଡ଼ିଛି, ଯାହାକି ଅମଳ ଯୋଗ୍ୟ ହୁଏତ ହେଇପାରେ, କିନ୍ତୁ ଧାନ ଆଦାୟ ହେଇପାରିବ ନାହିଁ। ଯାହାକି ଆପଣମାନେ ଦେଖିପାରୁଥିବେ, ମୁଁ ସମ୍ପୂର୍ଣ୍ଣ ରୂପେ ଦେଖାଉଛି। ଆପଣମାନଙ୍କ ଅଞ୍ଚଳରେ କ'ଣ ହେଇଛି ଏହି ପରିସ୍ଥିତି ନିଶ୍ଚୟ ଭାବରେ କମେଣ୍ଟ କରି ଜଣାନ୍ତୁ। ଏବଂ ଏହି ପରିସ୍ଥିତି ମୁଁ କଟକ ଡିଷ୍ଟ୍ରିକ୍ଟରୁ କହୁଛି। ଦେଖିପାରୁଥିବେ ଆପଣମାନେ କେଉଁ ଭଳି ପରିସ୍ଥିତିରେ ସାମ୍ନା କରିବାକୁ ପଡ଼ୁଛି। ଦୈବ ଦୁର୍ବିପାକ କାହାକୁ ବା କହିବ, କିଏ ବା ଶୁଣିବ। ଭଗବାନ ସହିଲା ନାହିଁ, ଯେଉଁଟାକି ଏତେ ବଢ଼ିଆ ଧାନ ହେଇଥିଲା ବର୍ତ୍ତମାନ ବିଲରୁ ଘରକୁ ଯିବ କି ନାହିଁ, ସେଇଟା ବର୍ତ୍ତମାନ ଚିନ୍ତା ଚାଷୀ ମୁଣ୍ଡରେ। ସରକାର ଦେଇଛି ଚକନାଳି ଆଉ କେତେ ବାଟ? ଶହିବାର ଯୋଉ ଇଏଟା ଦିଅ, ପେପରଟା ଦିଅ, ମୁଁ ନେଇକିନା ଯାଉଛି। ଏଠି ଠିଆ ହେଇଥାଅ, ଯଦି ସିଆଡ଼କୁ ଦେଖେଇଲା ତାହେଲେ ତମେ ଆଉ ଯିବା ଦରକାର ନାହିଁ। ବାହାରିକିନା ଗାଡ଼ିଟା ନେଇ ପଳେଇବ ଯୋଉ କାଳିଆ ମୁଖର ପାଖକୁ, ସେଠିକି ସେପଟ ଆଡ଼େ ମୁଁ ବାହାରିବି। ଠିକ୍ ଅଛି। ନାଇଁ ନାଇଁ ସବୁ ଦିଅ, ହଉ ଯା। ଏଇଟା ତନ୍ତିରା ନା ତିରଣ ପଦା ବେ? କୋଉଟା ଯୋଉଟା ପାଖ ହେଇଗଲା, ଯୋଉଟା ପାଖ ହେଇଗଲା ଏଇଟା ଦେଖେଇଲା। ଓଇ ସେଟା ପଡ଼ିଆ ପଡ଼ିଛି। ଆପଣ ଦେଖିପାରୁଥିବେ 4 ଦିନ ପୂର୍ବରୁ, ବର୍ଷା ପୂର୍ବରୁ ଏଇ ଯେଉଁ ଧାନ ଗୁଡ଼ିକର ରଙ୍ଗ ସୁନେଲି କଲର ଥିଲା, ତାହା ଆଜି ଧଳା କଲର ହେଇଯାଇଛି। ବର୍ତ୍ତମାନ ଶୋଇପଡ଼ିଛି ତ ଆପଣମାନେ ଦେଖୁଥିବେ ସବୁତିକ। ଏଇ ଯେଉଁ ପରିସ୍ଥିତିରେ ଯେଉଁ ହେଇଛି, ତ ଆ ପାଇଁ ସରକାରଙ୍କର କ'ଣ ପଦକ୍ଷେପ ରହୁଛି? ନିହାତି ଭାବରେ ଯେଉଁଟା କଙ୍କଡ଼ାକୁ ଗୋଳିଆ ପାଣି ଥିଲା,
କଙ୍କଡ଼ାକୁ ଗୋଳିଆ ପାଣି ସୁଆଦ କଥାରେ ଅଛି। ଯେହେତୁ ବର୍ତ୍ତମାନ ସେ ଖୋଜୁଥିଲେ ଗୋଟେ ଆଳ, ଯାହାକି ଧାନ ଖରାପ ଥିଲା, ଅମକ ଥିଲା, ସେ କାଠି କୁଟା ଡିସକଲର। ବର୍ତ୍ତମାନ ଯେତେବେଳେ ଧାନଟି କଟା ହେବ ତାର କଲର ସମ୍ପୂର୍ଣ୍ଣ ରୂପେ ଚେଞ୍ଜ ହେଇଯାଇଛି। ଦେଖନ୍ତୁ ଧାନ ଦେଖାଇ ଦେଉଛି, ଯେଉଁଟା ସୁନା କଲର ଦେଖାଯାଉଥିଲା ବର୍ତ୍ତମାନ ସେ ଧଳା ହେଇଗଲାଣି। ଦେଖୁଥିବେ ଧଳା କଲର ହେଇଗଲାଣି। ତ ଇଏ କଟା ହଉ ହଉ ହୁଏ ତ ଆହୁରି ପ୍ରାୟ 8 ଦିନ, କାରଣ ବର୍ଷା ସାଙ୍ଗେ ସାଙ୍ଗେ ଛାଡ଼ିଛି। ଆଉ ପାଗ ତ ଆପଣମାନେ ଦେଖୁଥିବେ ପୁରା ବର୍ଷା ପାଗ ଘେରିକି ରହିଛି। ଆଜି ବି ହେଇନାହିଁ ଖରା। ଆଉ ଏଇ ପରିସ୍ଥିତି ଧାନ କଟା ହେଲେ ଯାହା ହେବ ଆପଣମାନେ ଜାଣୁଥିବେ। ଧାନ ତ ଯାହା ବି ହେଲେ ମଏଶ୍ଚର ରହିବ, ଡିସକଲର ହେବ। ଆଉ ଧାନ ପୁରା ଶୋଇ ପଡ଼ିଛି। ଆପଣମାନେ ଚକ ସାରା ଦେଖୁଥିବେ, ମୁଁ ଚକଟି ଦେଖୁଛି, ଟୋଟାଲ ଚକ, ଏ ଟୋଟାଲ ଚକଟିକ ଯେଉଁଟାକି ବର୍ତ୍ତମାନ ଶୋଇ ପଡ଼ିଛି। ହାତରେ କାଟିଲେ ବହୁତ କ୍ଷତି ସହିବାକୁ ପଡ଼ିବ। ଆଉ ଯଦି ମେସିନ କାଟୁଛନ୍ତି ତାହେଲେ କାଠି କୁଟା ବାହାରିବାଟା ସ୍ୱାଭାବିକ। ଆଉ ବହୁତ ଡେରି ହେବ। ବହୁତ ଧାନ ଏ ବର୍ଷ ଏଭଳି ଧାନ ହେଇଥିଲା ଯେଉଁଟାକି ଧର୍ମ ସଇଲାନି, ବର୍ଷାଟା ହେଇଗଲା। ନଚେତ୍ ଧାନ ଏ ବର୍ଷର ଧାନ କେଉଁ ବର୍ଷ ଭଳିଆ ହେଇନି। ସବୁଠାରୁ ବେଷ୍ଟ ଧାନ, ସବୁଠାରୁ ବଢ଼ିଆ ଧାନ ହେଇଥିଲା ଏ ବର୍ଷ। ଆପଣମାନଙ୍କ ଅଞ୍ଚଳରେ କିଭଳି ଧାନ ହେଇଛି ନିଶ୍ଚୟ ଭାବରେ ମୋତେ କମେଣ୍ଟ କରନ୍ତୁ। ଆଉ ସରକାରଙ୍କ ଯୋଜନା ଯେଉଁ ଆସିଛି FAQ ମାନର ଧାନ ନେବା ପାଇଁ, ସେ FAQ ମାନ ଏ ବର୍ଷ ଆଉ ହେଇପାରିବନି, ସମ୍ଭବ ନୁହେଁ। କାରଣ ଧାନର ପରିସ୍ଥିତି ଆପଣମାନେ ଦେଖିପାରୁଥିବେ। ନିଶ୍ଚୟ ଭାବରେ ଏହାର ଯେହେତୁ ଯେତେବେଳେ ପ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ହେବ, ମୁଁ ନିଶ୍ଚୟ ଭାବରେ ତା'ର ସୂଚନାଟି ଦେବି କେମିତି ଚାଲିଛି, କ'ଣ ହେଇଛି। ଆଉ ମୁଁ ଯାହା ଶୁଣିବାକୁ ପାରୁଛି ବର୍ତ୍ତମାନ ମିଲର ଆଉ ଚାଷୀଙ୍କ ମଧ୍ୟରେ ସଲାସୁତରା ହେଇକି ଆମର ଅଧିକାରୀ କହୁଛନ୍ତି ଯେ ମିଲର ଆଉ ଚାଷୀଙ୍କ ମଧ୍ୟରେ କଣ୍ଟ୍ରୋଭର୍ସି ହେଇକି ଧାନ ଚାଲିଛି, ଯେଉଁଟାକି 4 କେଜି 5 କେଜି କଟିଂ ଏ ବର୍ଷ ଚାଲିଛି। ତ ଏଇଟା ସ୍ୱାଭାବିକ କଥା ହୁଏ। ସେଇ କଥାଟା ତ ଆଗରୁ କହିଥାନ୍ତ। କଟନୀ ଛଟନୀ ଭାଷାଟା କାହିଁକି ପୁରଉଥିଲେ? ତ କରିପାରିବନି, ଯେଉଁଟା ସମ୍ଭାଳି ପାରିବନି ସେଇଟା କାହିଁ କହିବ? ତ ଯାହା ହଉ, ଧାନ କେମିତି ପଳଉ, 3100 ଟଙ୍କା ଚାଷୀ ପାଆନ୍ତୁ। 2-3 କିଲି କାଟିଲେ ଦୁଃଖ ନାହିଁ, କିନ୍ତୁ 3100 ଟଙ୍କା ଚାଷୀ ପାଆନ୍ତୁ। 2300 ଟଙ୍କା ଦେଲେ ଯେଉଁଟା କହିଛନ୍ତି ସେଇ କଥାଟା ନ ରଖିଲେ ଭାରି ବାଧିବ। ତ ସରକାର ଏଇଟା ନିହାତି ଭାବରେ ଶୁଣିବେ କି ନ ଶୁଣିବେ ସେଇଟା ପରବର୍ତ୍ତୀ ସମୟରେ ଯେତେବେଳେ ଆମମାନଙ୍କ ଡିଷ୍ଟ୍ରିକ୍ଟରେ ଆରମ୍ଭ ହେବ ନିଶ୍ଚୟ ଭାବରେ ସରକାର ଜଣେଇବେ। ଆଉ ଆମେମାନେ, ଆମର ତ କଟକ ଡିଷ୍ଟ୍ରିକ୍ଟ, ଯେହେତୁ କଟକ ଡିଷ୍ଟ୍ରିକ୍ଟରେ ଯେତେବେଳେ ଆମର ଆରମ୍ଭ ହେବ, ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହୋଇଯିବ, କହୁଥିଲେ କି ଜାନୁଆରୀ 6 ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଏ ବର୍ଷାଟି ମଝିରେ ବାଧକ ସାଜିଛି, ଯେଉଁଟାକି ପୁଣି 27 ତାରିଖ ବର୍ଷା ଅଛି, 24 ତାରିଖ ପରଠୁ ପୁଣି ଅଛି ବର୍ଷା। ତ ଦେଖାଯାଉ କ'ଣ ହେଉଛି। ନିଶ୍ଚୟ ଭାବରେ ମୁଁ ଆପଣଙ୍କୁ ଅପଡ଼େଟ୍ ଦେବି। ଆଉ କେଉଁଠି ଦେଖୁଛନ୍ତି ମୋ ଚାଷୀ ଭାଇ ବନ୍ଧୁମାନେ ମୋତେ ନିଶ୍ଚୟ ଭାବରେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ, ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। এইଭଳି ଭିଡ଼ିଓ ମୁଁ ଆପଣମାନଙ୍କୁ ନିଶ୍ଚୟ ଭାବରେ ଯୋଗାଇଦେବି। ଯେହେତୁରେ କ'ଣ ହେଉଛି, କେମିତି ଧାନ ବିକ୍ରି ହେବ, ତାର ପ୍ରୋସେସ୍ଟି କ'ଣ, ନିଶ୍ଚୟ ଭାବରେ ଆପଣମାନଙ୍କୁ ଜଣାଇବି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭଲ ଲାଗିଲେ ନିଶ୍ଚୟ ଲାଇକ୍ ସେୟାର କରିବେ, କମେଣ୍ଟ କରିବେ। ଶେଷରେ ମୋତେ ଜଣାଇବେ ଆପଣମାନେ କେଉଁଠୁ ଦେଖୁଛନ୍ତି, ଆପଣଙ୍କ ଅଞ୍ଚଳରେ କ'ଣ ପରିସ୍ଥିତି ହେଇଛି ଧାନର, ଯେଉଁଟାକି ବର୍ଷା, ଏ ବିଗତ ବର୍ଷା ଯେଉଁ କରିଦେଇ ଯାଇଛି। କିଛି ଧାନ ହୁଏତ ଠିଆ ହେଇଛି, ଆଉ କିଛି ଧାନ ସମ୍ପୂର୍ଣ୍ଣ ରୂପେ ପଡ଼ିଯାଇଛି। ଦେଖନ୍ତୁ ଏଠି ପଡ଼ିଯାଇଛି ପୁରା, ଆଉ ଏପଟେ ଦେଖନ୍ତୁ ଟିକେ ଠିଆ ହେଇଛି, ଯେଉଁଟାକି ଆଙ୍କେଇଛି ପଡ଼ିବା ଉପରେ। ଯାହା ହେବ ଅବସ୍ଥା, ଭଗବାନଙ୍କୁ ଡାକନ୍ତୁ ଯେ ଆଉ ବର୍ଷା ନ ହେଉ। କାରଣ ବହୁତ ଲୋକ, ଇଏ ତ ଠିଆ ହେଇଛି ଚଳିଯିବ, ଯେଉଁଗୁଡ଼ାକ କଟା ହେଇଯାଇଛି ବର୍ତ୍ତମାନ ସେ ପାଣି ଘେରରେ ଅଛି, ଯେଉଁଟା ପାଣି ଭିତରେ ଅଛି, ତାହା ଗଜା ହେବା ପୁରା 100% ସିଓର ତାହା ଗଜା ହେଇଯିବ। ସେଇମାନଙ୍କର ମନ ବହୁତ ଦୁଃଖ ହୋଇଥିବ, କାରଣ କାଟି ଦେଇଛନ୍ତି, ଯେହେତୁ ପାଗ ଭଲ ଥିଲା ଏବଂ ହାତରେ ମଧ୍ୟ କାଟି ଦେଇଛନ୍ତି। ଆପଣମାନେ ବର୍ଷାକୁ ଦେଖିକି ସଚେତନ ହୁଅନ୍ତୁ, ଆଉ ନ୍ୟୁଜ୍କୁ ଦେଖନ୍ତୁ, ବର୍ଷାର ଗତିକି ଟିକେ ଲକ୍ଷ୍ୟ କରନ୍ତୁ, ତାପରେ ଯାଇ ଧାନ କାଟିବେ। ନହେଲେ ସବୁତିକ ସୁନାର ଫସଲ ଉଜୁଡ଼ିଯିବ। ଆପଣମାନଙ୍କୁ ଅନୁରୋଧ ରହିଲା, ନିଶ୍ଚୟ ଭାବରେ ଏହାକୁ ପାଳନ କରନ୍ତୁ, ନିଶ୍ଚୟ ଫାଇଦାରେ ରହିବେ। ରହୁଛି, ନମସ୍କାର। ପୁଣି ଭେଟ ନୂଆ ଏକ ଭିଡ଼ିଓରେ, ସେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।